ଗୀତ ସଂହିତା 14 ମଣିଷର ଦୁଷ୍ଟତା। ଆମେ 1ରୁ 7 ପର୍ଯ୍ୟନ୍ତ ଆମେ ପାଠ କରିବା। ଏହି ସ୍ଥାନରେ ଗୀତ ରଚକ ଦାଉଦ କହୁଛନ୍ତି, ମୁଡ଼ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି। ସୁକର୍ମକାରୀ କେହି ନାହିଁ, ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ? ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମଣିଷ ସନ୍ତାନଗଣଙ୍କୁ ପ୍ରତି ନିରୀକ୍ଷଣ କଲେ। ସେ ସମସ୍ତେ ବିପଦରେ ଯାଇଅଛନ୍ତି, ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି। ସୁକର୍ମକାରୀ କେହି ନାହିଁ, ନା ଜଣେ ହିଁ ନାହିଁ। ଅଧର୍ମଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ମଲକମାନଙ୍କୁ ଆହାର କରି ଗ୍ରାସ କରନ୍ତି ଓ ସଦାପ୍ରଭୁ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ସେଠାରେ ସେମାନେ ମହା ଭୟଗ୍ରସ୍ତ ହୋଇଥିଲେ, କାରଣ ପରମେଶ୍ୱର ଧାର୍ମିକ ବଂଶ ମଧ୍ୟରେ ଅଛନ୍ତି। ତୁମେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି। ଆହା, ସିଂହନଠାରୁ ଇସ୍ରାଏଲ ପରିତ୍ରାଣ ଉପସ୍ଥିତ ହେଉ। ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିଲେ। ଯାକୋବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ। ଇସ୍ରାଏଲ ଲୋକମାନେ ମିଶ୍ର ଦେଶରେ ଥାଇ ଏତେ କଷ୍ଟ ପାଉଥିଲେ, ଅନେକ ଦାସ୍ୟ କର୍ମ କଲେ, କିନ୍ତୁ ପ୍ରଭୁ ସେମାନଙ୍କୁ ମିଶ୍ର ଦେଶରୁ ଘୃଣାନ ଦେଶକୁ ପରମେଶ୍ୱର ସେମାନଙ୍କୁ ଫେରାଇ ଆଣିଲେ। ଆଜି ଆମମାନଙ୍କ ଜୀବନରେ ମଧ୍ୟ ପ୍ରଭୁ ସେ କାର୍ଯ୍ୟ କରିବା ପାଇଁ ସେ ଇଚ୍ଛା କରୁଛନ୍ତି। ଆମେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବା, ତାଙ୍କ ଉପରେ ଆମେ ଭରସା କରିବା। ପରମେଶ୍ୱର ଆମର ପ୍ରତ୍ୟେକ ଜାଗାରେ ସେ ଉପସ୍ଥିତ। ପରମେଶ୍ୱର ଆମକୁ ପ୍ରତ୍ୟେକ ବିଷୟରେ ସେ ସାହାଯ୍ୟ କରିବା ପାଇଁ ଚାହାନ୍ତି। ଏ ଗୀତ ସଂହିତା ପ୍ରତି ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଗଡ୍ ବ୍ଲେସ୍ ୟୁ।